ପ୍ରଥମ ଇତିବୃତ୍ତି ଅଧ୍ୟାୟ 27। ସେନାପତିଗଣ। ଇସ୍ରାଏଲ ଜନତାର ପିତୃକୁଳପତି, ସହସ୍ର ତଥା ଶତ ସେନାପତି ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ନାମ ବିବରଣୀ ଏହା। 24,000 ବ୍ୟକ୍ତି ଅନ୍ତର୍ଗତ ବିଭାଗରେ ବିଭକ୍ତ ହୋଇ ନିଜ ନିଜର ନେତାଙ୍କ ଅଧୀନରେ ବର୍ଷକୁ ପ୍ରତି ମାସ ପାଳି ଅନୁଯାୟୀ ସର୍ବବିଧ କାର୍ଯ୍ୟରେ ସେମାନେ ରାଜାଙ୍କର ସେବା କଲେ। ପ୍ରଥମ ମାସ ପାଇଁ ପ୍ରଥମ ବିଭାଗର ନେତା ସାବ୍ଦିଏଲର ପୁତ୍ର ଯାସୋବେଆମ ଥିଲା। ତାହାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ସେ ପେରେସ୍ ବଂଶଜ ଏବଂ ପ୍ରଥମ ମାସ ପାଇଁ ସମସ୍ତ ସେନାପତିମାନଙ୍କ ମୁଖ୍ୟାଧିକାରୀ ହେଲା। ଦ୍ୱିତୀୟ ମାସ ପାଇଁ ଆହହୀୟ ଦଦାଇ ଦଳର ନେତା ହେଲା। ତାର ଦଳ ମଧ୍ୟ 24,000 ବ୍ୟକ୍ତି ବିଶିଷ୍ଟ। ତୃତୀୟ ମାସ ପାଇଁ ଯାଜକ ହେୟୋୟାଦାର ପୁତ୍ର ବେନାଇଆ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ଯେ 30 ଜଣ ଲୋକ ବିଶିଷ୍ଟ ଦଳ ମଧ୍ୟରେ ବୀର ପରାକ୍ରମୀ ଓ ସେହି 30 ବ୍ୟକ୍ତିମାନଙ୍କ ନେତା ଥିଲା। ସେ ଥିଲା ଏହି ବେନାଇଆ। ତାର ପୁତ୍ର ଆମିସାଦାବ ତାର ଦଳର ଜଣେ ନେତା ଥିଲା। ଯୋଆବଙ୍କ ସହୋଦର ଆସାହେଲ ଚତୁର୍ଥ ମାସ ପାଇଁ ଚତୁର୍ଥ ମୁଖ୍ୟ ସେନାପତି ହେଲା। ତାର ଅଧୀନରେ 24,000 ବ୍ୟକ୍ତି ସେବା କାର୍ଯ୍ୟ କରୁଥିଲେ। ତାର ମୃତ୍ୟୁ ପରେ ତାର ପୁତ୍ର ସେବାଦିଆ ଦଳର ନେତୃତ୍ୱ ନେଲା। ଇସ୍ରାହୀୟ ସାମ୍ହୁତ ପଞ୍ଚମ ମାସ ପାଇଁ ପଞ୍ଚମ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ତେକୋଇ ଇସ୍କେର ପୁତ୍ର ଇସାର ଷଷ୍ଠ ମାସର ପାଇଁ ଷଷ୍ଠ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ଇଫ୍ରାଇମ ଗୋଷ୍ଠୀଜ ପେଲନିୟ ହେଲେସ୍ ସପ୍ତମ ମାସ ପାଇଁ ସପ୍ତମ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ସେରାହୀୟ ବଂଶଜ ତଥା ହୁସାତୀୟ ସିବେକାଇ ଅଷ୍ଟମ ମାସ ପାଇଁ ଅଷ୍ଟମ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ବେଞ୍ଜାମିନ ଗୋଷ୍ଠୀଜ ଆନାଥୋଆତବାସୀ ଆବିଏସେର ନବମ ମାସ ପାଇଁ ନବମ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ସେରାହୀୟ ବଂଶଜ ତଥା ନେତୋଫାତବାସୀ ମାରାହରାଇ 10 ମାସ ପାଇଁ ଦଶମ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ଇଫ୍ରାଇମ ଗୋଷ୍ଠୀଜ ତଥା ପିରାଥନବାସୀ ବେନାଇଆ ଏକାଦଶ ମାସ ପାଇଁ ଏକାଦଶ ମୁଖ୍ୟ ସେନାପତି ହେଲେ। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ଅଥନିଏଲ ବଂଶଜ ଓ ନେତୋଫାତବାସୀ ହେଲଦାଇ ଦ୍ୱାଦଶ ମାସ ପାଇଁ ଦ୍ୱାଦଶ ମୁଖ୍ୟ ସେନାପତି ହେଲା। ତାର ଦଳ 24,000 ବ୍ୟକ୍ତି ବିଶିଷ୍ଟ। ଗୋଷ୍ଠୀ ସମୂହର ଅଧିପତିଗଣ। ଇସ୍ରାଏଲ ଗୋଷ୍ଠୀ ସମୂହର ଅଧିପତିମାନଙ୍କର ନାମ ବିବରଣୀ ଏହା। ସିକ୍ରିର ପୁତ୍ର ଏଲିଏସେର ରେଉବେନୀୟ ଗୋଷ୍ଠୀ। ମାଖାର ପୁତ୍ର ସେଫାତିଆ ସିମିଆନୀୟ ଗୋଷ୍ଠୀ। କେମୁଏଲର ପୁତ୍ର ହାସାବିଆ ଲେବୀୟ ଗୋଷ୍ଠୀ। ସାଦୋକ ଆରୋନୀୟ ଗୋଷ୍ଠୀ। ଦାବିଦଙ୍କ ସହୋଦର ଏଲିହୁ ଜୁଦା ଗୋଷ୍ଠୀ। ମିଖାଏଲର ପୁତ୍ର ଓମ୍ରି ଇସାକାର ଗୋଷ୍ଠୀ। ଓବାଦିଆର ପୁତ୍ର ଇସମାଇୟା
ସେବୁଲୁନୀୟ ଗୋଷ୍ଠୀ। ଆଶ୍ରିଏଲର ପୁତ୍ର ଜେରେମୋଥ ନାପଥାଲିୟ ଗୋଷ୍ଠୀ। ଆଶାଇୟାର ପୁତ୍ର ହୋସେୟା ଏଫ୍ରାଇମୀୟ ଗୋଷ୍ଠୀ। ପେଦାଇୟାର ପୁତ୍ର ଜୋଏଲ ମାନାସେର ଅର୍ଦ୍ଧ ଗୋଷ୍ଠୀ। ସେଖାରିୟାର ପୁତ୍ର ଇଦୋ ଗିଲିୟାଦ ସ୍ଥିତ ମାନାସେର ଅର୍ଦ୍ଧ ଗୋଷ୍ଠୀ। ଆବନେରର ପୁତ୍ର ଜାସିଏଲ ବେଞ୍ଜାମିନୀୟ ଗୋଷ୍ଠୀ ଓ ଜେରୋହାମର ପୁତ୍ର ଆସାରେଲ ଦାନୀୟ ଗୋଷ୍ଠୀ ଗୁଡ଼ିକର ଅଧିପତି ହେଲେ। ଏମାନେ ସମସ୍ତେ ଇସ୍ରାଏଲ ଗୋଷ୍ଠୀ ସମୂହର ସେନା ଥିଲେ। ଆକାଶମଣ୍ଡଳସ୍ଥ ତାରକାପୁଞ୍ଜ ସଦୃଶ ପ୍ରଭୁ ସେମାନଙ୍କୁ ସଂଖ୍ୟାଧିକ ଭାବେ ପରିବର୍ତ୍ତିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଦାବୀଦ 20 ବର୍ଷରୁ ନ୍ୟୁନ ବୟସ୍କ କୌଣସି ବ୍ୟକ୍ତିକୁ ଗଣନା କଲେ ନାହିଁ। ସେରୁଇୟାର ପୁତ୍ର ଯୋଆବ ଜନଗଣନା କରିବା ସତ୍ତ୍ୱେ ସେ ତାହା ସମ୍ପୂର୍ଣ୍ଣ କଲା ନାହିଁ। ତଥାପି ଇସ୍ରାଏଲ ବିରୁଦ୍ଧରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। ସୁତରାଂ ଗଣିତ ହୋଇଥିବା ସଂଖ୍ୟା ରାଜା ଦାବୀଦଙ୍କ ଇତିବୃତ୍ତ ପୁସ୍ତକରେ ଲିପିବଦ୍ଧ ହେଲା ନାହିଁ। ଅନ୍ୟାନ୍ୟ ତତ୍ତ୍ୱାବଧାରକଗଣ। আহিଏଲର ପୁତ୍ର ଆସମାବେତ ରାଜଭଣ୍ଡାର ଗୁଡ଼ିକର ତତ୍ତ୍ୱାବଧାରକ ଥିଲା। ଉସିୟାର ପୁତ୍ର ଜୋନାଥାନ ନଗରୀ ଗ୍ରାମ ତଥା ଦୁର୍ଗ ଦେଶସ୍ଥ ଭଣ୍ଡାର ଗୁଡ଼ିକର ତତ୍ତ୍ୱାବଧାରକ ଥିଲା। କେଲୁବର ପୁତ୍ର ଏସ୍ରି କ୍ଷେତର କୃଷକମାନଙ୍କ ତତ୍ତ୍ୱାବଧାରକ ଥିଲା। ଦ୍ରାକ୍ଷା ଉଦ୍ୟାନ ଗୁଡ଼ିକର ତତ୍ତ୍ୱାବଧାରକ ରାମାତୀୟ ସିମେଇ ଓ ଦ୍ରାକ୍ଷାରସ ଭଣ୍ଡାର ସମୂହର ତତ୍ତ୍ୱାବଧାରକ ଥିଲା ସିପମିୟ ଶାବ୍ଦି। ଗେଦେରୀୟ ବାଲ ହାନାନ ସେଫେଲାସ୍ଥିତ ଜିତ୍ ତଥା ଡିମିରି ଉଦ୍ୟାନ ସମୂହର ତତ୍ତ୍ୱାବଧାରକ ଥିଲା। ଯୋଆସ ଥିଲା ତୈଳ ଭଣ୍ଡାର ସମୂହର ତତ୍ତ୍ୱାବଧାରକ। ସାରୋନର ଚାରଣ ଭୂମିରେ ଚରୁଥିବା ପଶୁପଲର ତତ୍ତ୍ୱାବଧାନ ନେଲା ସାରୋନୀୟ ସିତ୍ରାଇ। ଉପତ୍ୟକାସ୍ଥିତ ପଶୁପଲ ସମୂହର ତତ୍ତ୍ୱାବଧାନ ନେଲା ଆଦଲାଇର ପୁତ୍ର ସାଫାତ। ଇସମାଇଲୀୟ ଅବିଲ ଓଟ ସମୂହର ମେରୋନତୀୟ ଜେହସେଦିଆ ମାଇ ଗଧ ଗୁଡ଼ିକର ଓ ମେଷପଲମାନଙ୍କ ତତ୍ତ୍ୱାବଧାନ ନେଲା ହାଗ୍ରୀୟ ଜାସିସ। ଏମାନେ ସମସ୍ତେ ରାଜା ଦାବୀଦଙ୍କ ଧନ ସମ୍ପତ୍ତି ଉପରେ ଦାୟିତ୍ୱ ଗ୍ରହଣ କରିଥିବା ବେଦାନ ଥିଲେ। ଦାବୀଦଙ୍କ ପିତୃ ସହୋଦର ଜୋନାଥାନ ଜଣେ ଅଭିଜ୍ଞ ବ୍ୟକ୍ତି ଓ ଅଭିଲେଖକ ଥିବାରୁ ତାଙ୍କ ଉପଦେଷ୍ଟା ଥିଲା। ସେ ଓ ହାକମୋନିର ପୁତ୍ର ଜେହିଏଲ ରାଜପୁତ୍ରମାନଙ୍କର ଶିକ୍ଷାଦାତା ଥିଲେ। আহিତୋଫେଲ ରାଜାଙ୍କ ଉପଦେଷ୍ଟା ଓ ଆର୍ଖିୟ ହୁଶାଇ ତାଙ୍କର ମିତ୍ର ଥିଲେ। আহিତୋଫେଲର ମୃତ୍ୟୁ ପରେ ବେନାଇୟାର ପୁତ୍ର ଜେହୋୟାଦା ଓ ଆବିଆଥାର ରାଜପଦାଷ୍ଠ ଥିଲେ। ଯୋଆବ ଥିଲା ରାଜସେନାପତି। ଅଧ୍ୟାୟ 28। ଦେବାଳୟ ନିର୍ମାଣର ନିର୍ଦ୍ଦେଶାବଳୀ। ଇସ୍ରାଏଲୀୟ ନେତା, ଗୋଷ୍ଠୀ ସମୂହର ନେତା, ଦଳଗୁଡ଼ିକର ନେତା, ସହସ୍ର ତଥା ଶତ ସେନାପତି, ରାଜା ଓ ତାଙ୍କ ପୁତ୍ରମାନଙ୍କର ପଶୁପଲ ସମୂହର ତତ୍ତ୍ୱାବଧାରକ, ରାଜପ୍ରାସାଦର ସେବକ ଓ ପରାକ୍ରମୀ ବୀରଯୋଦ୍ଧାମାନଙ୍କୁ ଦାବୀଦ ଜେରୁସଲେମକୁ ଡାକି ଏକତ୍ରିତ କଲେ। ତତ୍ପରେ ଦଣ୍ଡାୟମାନ ହୋଇ ରାଜା ଦାବୀଦ ସେମାନଙ୍କୁ କହିଲେ, ହେ ମୋର ଭ୍ରାତାଗଣ, ହେ ମୋର ସ୍ୱଜନ, ମୋର କଥା ଶୁଣ। ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକର ବିଶ୍ରାମ ସ୍ଥାନ ତଥା ଆମ ଈଶ୍ୱରଙ୍କ ପାଦପୀଠ ପାଇଁ
ଏକ ଆଳୟ ନିର୍ମାଣ କରିବା ସକାଶେ ମୁଁ ଅଭିଳାଷୀ ଥିଲି। ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ବସ୍ତୁ ମୁଁ ଆନୟନ କଲି, କିନ୍ତୁ ଈଶ୍ୱର ମୋତେ କହିଲେ, ମୋର ନାମ ଉଦ୍ଦେଶ୍ୟରେ ତୁମେ ଏକ ଆଳୟ ନିର୍ମାଣ କରିପାରିବ ନାହିଁ, କାରଣ ତୁମେ ଜଣେ ରକ୍ତପାତୀ ଯୋଦ୍ଧା। ତଥାପି ଇସ୍ରାଏଲ ଉପରେ ଜଣେ ରାଜା ଚିରକାଳ ବ୍ୟାପୀ ରାଜତ୍ୱ କରିବା ନିମନ୍ତେ ପ୍ରଭୁ ଇସ୍ରାଏଲର ଈଶ୍ୱର ମୋର ପିତୃକୁଳରୁ ମୋତେ ମନୋନୀତ କଲେ। କାରଣ ନେତା ରୂପେ ଯୁଦା ଗୋଷ୍ଠୀକୁ ଏବଂ ଯୁଦା ଗୋଷ୍ଠୀରୁ ମୋର ପିତୃଗୃହକୁ ସେ ମନୋନୀତ କରିଅଛନ୍ତି। ଅନନ୍ତର ମୋର ପିତାଙ୍କ ସନ୍ତାନମାନଙ୍କ ମଧ୍ୟରୁ ମୋ ପ୍ରତି ସୁପ୍ରସନ୍ନ ହୋଇ ମୋତେ ଇସ୍ରାଏଲର ରାଜା ରୂପେ ନିଯୁକ୍ତି କରିବାକୁ ସେ ସଦୟ ହେଲେ। ପ୍ରଭୁ ମୋତେ ବହୁ ସଂଖ୍ୟକ ପୁତ୍ର ପ୍ରଦାନ କରିଅଛନ୍ତି। ସେମାନଙ୍କ ମଧ୍ୟରୁ ଇସ୍ରାଏଲର ପ୍ରଭୁଙ୍କ ସିଂହାସନରେ ଆସୀନ ହେବା ପାଇଁ ସେ ସଲୋମନଙ୍କୁ ମନୋନୀତ କଲେ। ସେ ମୋତେ କହିଲେ, ତୁମ ପୁତ୍ର ସଲୋମନ ମୋ ଉଦ୍ଦେଶ୍ୟରେ ଏକ ଆଳୟ ତଥା ପ୍ରାଙ୍ଗଣ ସବୁ ନିର୍ମାଣ କରିବ। ମୁଁ ତାକୁ ମୋର ପୁତ୍ର ରୂପେ ମନୋନୀତ କରିଅଛି। ମୁଁ ତାର ପିତା ହେବି। ସେ ଆଜି କରୁଥିବା ଭଳି ମୋର ଆଜ୍ଞା ତଥା ଅଧ୍ୟାଦେଶର ଅନୁଗତ ହେବା ପାଇଁ ସେ ଦୃଢ଼ଚିତ୍ତ ହେଲେ। ମୁଁ ତାର ରାଜ୍ୟକୁ ଚିରକାଳ ବ୍ୟାପୀ ସଂସ୍ଥାପିତ କରିବି। ସୁତରାଂ ପ୍ରଭୁଙ୍କ ଜନମଣ୍ଡଳୀ ସମସ୍ତ ଇସ୍ରାଏଲର ସମ୍ମୁଖରେ ଓ ଆମ ଈଶ୍ୱରଙ୍କ ଶ୍ରୁତି ଗୋଚରରେ ମୁଁ ତୁମମାନଙ୍କୁ କହି ରଖୁଛି ଯେ, ତୁମେମାନେ ଯେପରି ଏହି ଐଶ୍ୱର୍ଯ୍ୟଶାଳୀ ଦେଶକୁ ଅଧିକାର କରି ଓ ତୁମର ଉତ୍ତରାଧିକାରୀମାନଙ୍କୁ ଶାଶ୍ୱତ ଉତ୍ତରାଧିକାରର ରୂପେ ପ୍ରଦାନ କରିବ, ସେଥିପାଇଁ ପ୍ରଭୁ ତୁମ ଈଶ୍ୱରଙ୍କ ସମସ୍ତ ଆଜ୍ଞା ଅନ୍ୱେଷଣ କରି ସେ ସମସ୍ତ କାର୍ଯ୍ୟକାରୀ କର। ହେ ମୋର ବତ୍ସ ସଲୋମନ, ତୁମ ପିତାଙ୍କ ଈଶ୍ୱରଙ୍କୁ ଜାଣ ଓ ପୂର୍ଣ୍ଣ ଚିତ୍ତ ତଥା ପୂର୍ଣ୍ଣ ଅଭିଳାଷପୂର୍ବକ ତାହାଙ୍କର ସେବା କାର୍ଯ୍ୟ କର। ସମସ୍ତ ହୃଦୟ ଅନ୍ୱେଷଣ କରି ସେଗୁଡ଼ିକର ପ୍ରତ୍ୟେକ ପରିକଳ୍ପନା ତଥା ଚିନ୍ତାଧାରାକୁ ସେ ହୃଦବୋଧ କରନ୍ତି। ତୁମେ ଯଦି ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମେ ତାହାଙ୍କୁ ଉପଲବ୍ଧି କରିବ, କିନ୍ତୁ ତୁମେ ତାହାଙ୍କୁ ଅସ୍ୱୀକାର କଲେ ସେ ତୁମକୁ ସଦାକାଳ ଦୂର କରିବେ। ମନୋଯୋଗୀ ହୁଅ, ଏକ ପବିତ୍ର ଆଳୟ ନିର୍ମାଣ କରିବା ପାଇଁ ସେ ତୁମକୁ ମନୋନୀତ କରିଅଛନ୍ତି। ସାହସୀ ହୋଇ ତାହାଙ୍କୁ କାର୍ଯ୍ୟରେ ପରିଣତ କର। ଏହାପରେ ଦାବୀଦ ଦେବାଳୟର ମଣ୍ଡପ ଗୃହ ସମୂହ, ଭଣ୍ଡାର ସମୂହ, ଉପର ମହଲାସ୍ଥ ପ୍ରକୋଷ୍ଠଗୁଡ଼ିକ, ଅଭ୍ୟନ୍ତର କକ୍ଷ ସମୂହ ଓ କୃପାସନର ସଂସ୍ଥାପନ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଇତ୍ୟାଦି ଗୁଡ଼ିକର ରେଖାଚିତ୍ରକୁ ନିଜ ପୁତ୍ର ସଲୋମନଙ୍କ ହସ୍ତରେ ସମର୍ପଣ କଲେ। ଦେବାଳୟର ପ୍ରାଙ୍ଗଣ ସମୂହ, ଚତୁର୍ଦିଗସ୍ଥ ପ୍ରକୋଷ୍ଠ ସମୂହ, ଦେବାଳୟର ଭଣ୍ଡାର ସମୂହ, ଯାଜକମାନେ ତଥା ଲେବୀୟ ବୃନ୍ଦ, ଦେବାଳୟ ମଧ୍ୟରେ ସମ୍ପାଦନ କରିବାକୁ ଥିବା ସେବା କାର୍ଯ୍ୟ ଓ ସେହି ସେବା କାର୍ଯ୍ୟ ସମୟରେ ଉପଯୋଗୀ ପାତ୍ର ସାମଗ୍ରୀ ପ୍ରଭୃତି ସମସ୍ତର ରେଖାଚିତ୍ର ମଧ୍ୟ ତାଙ୍କ ହସ୍ତରେ ସେ ନ୍ୟସ୍ତ କଲେ। ବିବିଧ ସେବା କାର୍ଯ୍ୟ ସମୟରେ ଉପଯୋଗୀ ସୁବର୍ଣ୍ଣ ପାତ୍ର ସମୂହ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଓ ରୌପ୍ୟ ପାତ୍ର ପାଇଁ ଉଦ୍ଦିଷ୍ଟ ରୌପ୍ୟ, ସୁବର୍ଣ୍ଣ ଦୀପରିଖା ଓ ସେଗୁଡ଼ିକର ପ୍ରଦୀପ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ପ୍ରତ୍ୟେକ ଦୀପରୁଖା ଓ ସେଗୁଡ଼ିକର ପ୍ରଦୀପ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ରୌପ୍ୟ ଦୀପରୁଖା ଓ ତାର ପ୍ରଦୀପଗୁଡ଼ିକ ପାଇଁ ଆବଶ୍ୟକ ରୌପ୍ୟ ଦିବ୍ୟ ସାନ୍ନିଧ୍ୟ ପ୍ରତୀକ, ରୁଟିର ମେଜ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ରୌପ୍ୟ ମେଜ ସମୂହ ପାଇଁ ଆବଶ୍ୟକ ରୌପ୍ୟ ଖୁଣ୍ଟି, ଗାମଲା, ପାତ୍ର, କଳସ ସମୂହ ପାଇଁ ଆବଶ୍ୟକ ସ୍ୱଚ୍ଛ ସ୍ୱର୍ଣ୍ଣ ରୌପ୍ୟ ପାତ୍ରଗୁଡ଼ିକ ପାଇଁ ଆବଶ୍ୟକ ରୌପ୍ୟ, ଧୂପ ବଳିପୀଠ ପାଇଁ ଉଦ୍ଦିଷ୍ଟ ସ୍ୱଚ୍ଛ ସ୍ୱର୍ଣ୍ଣ, ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକର
ଉପରି ଭାଗରେ ଦଣ୍ଡାୟମାନ ବିସ୍ତୃତ ପକ୍ଷ ବିଶିଷ୍ଟ କେରୁବମାନଙ୍କ ସୁବର୍ଣ୍ଣ ରଥର ରେଖାଚିତ୍ର ପ୍ରଭୃତି ସମସ୍ତ ବସ୍ତୁ ମଧ୍ୟ ଦାବିଦ ସଲୋମନଙ୍କ ହସ୍ତରେ ସମର୍ପଣ କଲେ। ଏତତ୍ ସମ୍ବନ୍ଧୀୟ ପ୍ରଭୁଙ୍କ ହସ୍ତ ରଚିତ ସମସ୍ତ ବିଶେଷ ବିବରଣୀକୁ ସେ ତାଙ୍କୁ ସ୍ପଷ୍ଟ ରୂପେ ବର୍ଣ୍ଣନା କଲେ। ସମସ୍ତ କର୍ମାବଳୀ ସେହି ରେଖାଚିତ୍ର ଅନୁସାରେ ନିର୍ମିତ ହେବା ଆବଶ୍ୟକ ଥିଲା। ଏହାପରେ ଦାବିଦ ନିଜ ପୁତ୍ର ସଲୋମନଙ୍କୁ କହିଲେ, ଶକ୍ତିଶାଳୀ ତଥା ନିର୍ଭୀକ ହୋଇ ଏ ସମସ୍ତ ବିଷୟ କାର୍ଯ୍ୟକାରୀ କର। ଭୟଭୀତ କିମ୍ବା ବିଚଳିତ ହୁଅ ନାହିଁ। ପ୍ରଭୁ ମୋର ଈଶ୍ୱର ତୁମର ସହବର୍ତ୍ତୀ। ଦେବାଳୟର ନିର୍ମାଣର କର୍ମାବଳୀ ସମାପ୍ତ ହେବା ପର୍ଯ୍ୟନ୍ତ ସେ ତୁମକୁ ପରିତ୍ୟାଗ କିମ୍ବା ଉପେକ୍ଷା କରିବେ ନାହିଁ। ଦେଖ, ଈଶ୍ୱରଙ୍କ ଆଳୟର ବିବିଧ ସେବା କାର୍ଯ୍ୟ ପାଇଁ ଯାଜକୀୟ ତଥା ଲେବୀୟ ବୃନ୍ଦ ଏଠାରେ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରତ୍ୟେକ କାର୍ଯ୍ୟର ନିର୍ବାହ ପାଇଁ ସମର୍ଥ ତଥା ଅଭିଳାଷୀ ସମସ୍ତ ବ୍ୟକ୍ତି ତୁମ ସହାୟକ ହେବେ। ପ୍ରତ୍ୟେକ କର୍ମଚାରୀ ଓ ସମସ୍ତ ଜନତା ସମ୍ପୂର୍ଣ୍ଣ ଭାବେ ତୁମର ଆଜ୍ଞାନୁଗତ ହେବେ। ଅଧ୍ୟାୟ 29 ଦେବାଳୟର ନିର୍ମାଣ ପାଇଁ ଉପହାରାର୍ପଣ। ସେ ସମୟରେ ରାଜା ଦାବିଦ ସମସ୍ତ ଜନମଣ୍ଡଳୀକୁ କହିଲେ, ଈଶ୍ୱରଙ୍କ ଦ୍ୱାରା ମନୋନୀତ ମୋର ପୁତ୍ର ସଲୋମନ ଜଣେ ଯୁବା ତଥା ଅଭିଜ୍ଞ ବ୍ୟକ୍ତି ଓ ସାଧିତ ହେବାକୁ ଥିବା ଏହି କାର୍ଯ୍ୟ ବଡ଼। କାରଣ ଏହି ଆଳୟ ମନୁଷ୍ୟ ପାଇଁ ନୁହେଁ, ବରଂ ପ୍ରଭୁ ଈଶ୍ୱରଙ୍କ ଆଳୟ ପାଇଁ ଉଦ୍ଦିଷ୍ଟ ଅଟେ। ସୁତରାଂ ଦେବାଳୟ ନିର୍ମାଣ ପାଇଁ ଆବଶ୍ୟକ ବସ୍ତୁ ସାମଗ୍ରୀକୁ ମୋର ସାମର୍ଥ୍ୟ ଅନୁସାରେ ମୁଁ ସଂଗ୍ରହ କରିଅଛି। ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୁହା ତଥା କାଠ ବ୍ୟତୀତ ଗୋମେଦକ, ମଣି, ଖଚିତ ହେବାକୁ ଥିବା ରତ୍ନ ସରଞ୍ଜାମ, ପ୍ରସ୍ତର, ବିବିଧ ବର୍ଣ୍ଣ ବିଶିଷ୍ଟ ପ୍ରସ୍ତର, ସର୍ବବିଧ ବହୁମୂଲ୍ୟ ରତ୍ନ ଓ ମର୍ମର ମଧ୍ୟ ମୁଁ ସଞ୍ଚୟ କରିଅଛି। ଅଧିକନ୍ତୁ ମୋର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ ପାଇଁ ମୋର ଆଗ୍ରହ ଯୋଗୁଁ ମୋର ନିଜ ଭଣ୍ଡାରରେ ଥିବା ସ୍ୱର୍ଣ୍ଣ ତଥା ରୌପ୍ୟ ମଧ୍ୟ ମୋ ଈଶ୍ୱରଙ୍କ ଆଳୟ ପାଇଁ ମୁଁ ସମର୍ପଣ କରୁଛି। ଅଫିରଠାରୁ ଆନିତ 3000 ତାଲେନ୍ତ ସ୍ୱର୍ଣ୍ଣ ଓ 7000 ତାଲେନ୍ତ ରୌପ୍ୟକୁ ଆଳୟର କାନ୍ଥରେ ଆଚ୍ଛାଦନ କରିବା, ଶିଳ୍ପୀମାନଙ୍କ ଦ୍ୱାରା ସମ୍ପାଦିତ ହେବାକୁ ଥିବା ସମସ୍ତ କାର୍ଯ୍ୟ ଏବଂ ସ୍ୱର୍ଣ୍ଣ ତଥା ରୌପ୍ୟ ନିର୍ମିତ ବସ୍ତୁଗୁଡ଼ିକର ନିର୍ମାଣ ପାଇଁ ମୁଁ ଦାନ କରୁଛି। ସୁତରାଂ ସ୍ୱେଚ୍ଛାନୁଯାୟୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଅର୍ପଣ କରିବା ସକାଶେ ତତ୍ପର ଅନ୍ୟ କିଏ ଅଛି? ସେ ସମୟରେ ପିତୃକୁଳପତି, ଗୋଷ୍ଠୀ ସମୂହର ଅଧିପତି, ସହସ୍ର ତଥା ଶତ ସେନାପତି ଓ ରାଜସେବକମାନେ ନିଜ ନିଜର ସ୍ୱେଚ୍ଛା ଉପହାରଗୁଡ଼ିକ ଅର୍ପଣ କଲେ। ସେମାନେ ଈଶ୍ୱରଙ୍କ ଆଳୟର ନିର୍ମାଣ ପାଇଁ 5000 ତାଲେନ୍ତ ସ୍ୱର୍ଣ୍ଣ, 10000 ଦାରିକ ସ୍ୱର୍ଣ୍ଣ ମୁଦ୍ରା, 10000 ତାଲେନ୍ତ ରୌପ୍ୟ, 18000 ତାଲେନ୍ତ ପିତ୍ତଳ ଓ 1,00,000 ତାଲେନ୍ତ ଲୁହା ଦାନ କଲେ। ଯେଉଁମାନଙ୍କର ମୂଲ୍ୟବାନ ରତ୍ନଗୁଡ଼ିକ ଥିଲା, ସେମାନେ ତାହା ଗେର୍ଶୋନୀୟ ଜେହିଏଲଙ୍କ ତତ୍ତ୍ୱାବଧାନରେ ଦେବାଳୟ ଭଣ୍ଡାରରେ ଅର୍ପଣ କଲେ। ପୂର୍ଣ୍ଣ ହୃଦୟ ତଥା ସ୍ୱେଚ୍ଛାନୁସାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଦାର ଚାନ୍ଦା ଅର୍ପଣ କରି ପାରିବାରୁ ଜନତା ଓ ରାଜା ଦାବିଦ ଅତ୍ୟଧିକ ସନ୍ତୁଷ୍ଟ ହେଲେ। ଏହାପରେ ସମସ୍ତ ଜନମଣ୍ଡଳୀ ସମ୍ମୁଖରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରି ଦାବିଦ କହିଲେ, ଆମ ପିତା ଇସ୍ରାଏଲର ପ୍ରଭୁ, ହେ ଈଶ୍ୱର, ତୁମେ ଯୁଗ ଯୁଗାନ୍ତରେ ଧନ୍ୟ। ହେ ପ୍ରଭୁ, ତୁମର ହିଁ ମହତ୍ତ୍ୱ, ପରାକ୍ରମ, ଗୌରବ
ବିଜୟ ତଥା ପ୍ରତାପ। କାରଣ ନବମଣ୍ଡଳ ତଥା ଧରାଧାମ ମଧ୍ୟସ୍ଥ ସମସ୍ତ ବସ୍ତୁ ତୁମର ଅଟେ। ହେ ପ୍ରଭୁ, ରାଜ୍ୟ ମଧ୍ୟ ତୁମର, ସମସ୍ତ ବିଷୟ ଅଧୀଶ ରୂପେ ତୁମେ ମହିମା ମଣ୍ଡିତ। ସମ୍ପଦ ତଥା ସମ୍ଭ୍ରମ ତୁମେ ହିଁ ଦାନ କରିଥାଅ। ତୁମେ ସମସ୍ତଙ୍କ ଉପରେ ରାଜୁତି କରିଅଛ। ଅଧିକାର ତଥା ଶକ୍ତି ତୁମ ହସ୍ତାଧୀନ। ତୁମେ ହିଁ ସମସ୍ତଙ୍କୁ ମହାନ ଓ ଶକ୍ତିଶାଳୀ କରିଥାଅ। ହେ ଆମ ଈଶ୍ୱର, ଆମେ ତୁମକୁ ଧନ୍ୟବାଦ ଅର୍ପଣ କରୁ ଏବଂ ତୁମର ଗୌରବଜନକ ନାମର ପ୍ରଶଂସା ଗାନ କରୁ। ସ୍ୱାଭିଷ୍ଟ ମୁତାବକ ଆମେ ଯେ ତୁମକୁ ଏହିପରି ଉପହାର ଅର୍ପଣ କରିପାରୁ, ସେଥିପାଇଁ ମୁଁ ଓ ମୋର ଜନତା ବା କିଏ? କାରଣ ତୁମଠାରୁ ସମସ୍ତ ବିଷୟ ଉଦ୍ଭବ। ତୁମର ନିଜସ୍ୱ ବସ୍ତୁ ନେଇ ଆମେ ତୁମ ସନ୍ନିଧାନରେ ଅର୍ପଣ କରିଥାଉ। ଆମ ପିତୃପୁରୁଷମାନଙ୍କ ପରି ଆମେ ମଧ୍ୟ ତୁମ ସନ୍ନିଧାନରେ ବିଦେଶୀ ତଥା ପ୍ରବାସୀ ଅଟୁ। ଭୂପୃଷ୍ଠରେ ଆମର ଆୟୁଷ କାଳ କେବଳ ଛାୟା ସଦୃଶ ଓ ସବୁକିଛି ଅସ୍ଥାୟୀ ଅଟେ। ପ୍ରଭୁ, ହେ ଆମ ଈଶ୍ୱର, ତୁମ ପବିତ୍ର ନାମ ଉଦ୍ଦେଶ୍ୟରେ ଏକ ଆଳୟ ନିର୍ମାଣ କରିବା ପାଇଁ ଯେଉଁ ସମସ୍ତ ବସ୍ତୁ ଆମେ ପ୍ରଚୁର ଭାବେ ସଞ୍ଚୟ କରିଅଛୁ, ସେସବୁ ତୁମ ଦ୍ୱାରା ପ୍ରଦତ୍ତ ଦ୍ରବ୍ୟ ମାତ୍ର। ସେ ସମସ୍ତ ତୁମ ନିଜସ୍ୱ ଅଟେ। ହେ ମୋର ଈଶ୍ୱର, ମୁଁ ଜାଣେ ଯେ ତୁମେ ହୃଦୟର ପରୀକ୍ଷା କରୁଥାଅ ଓ ସେହି ହୃଦୟର ନୀତିନିଷ୍ଠାରେ ତୁମେ ସନ୍ତୁଷ୍ଟ ହେଉଥାଅ। ମୋ ହୃଦୟର ନୀତିନିଷ୍ଠାରେ ସ୍ୱେଚ୍ଛାନୁଯାୟୀ ମୁଁ ଏ ସମସ୍ତ ବସ୍ତୁ ସମର୍ପଣ କରୁଛି। ମୁଁ ଦେଖିବାକୁ ପାଇଅଛି ଯେ ଏଠାରେ ବିଦ୍ୟମାନ ତୁମର ଜନତା ମଧ୍ୟ ମୁକ୍ତ ହସ୍ତ ତଥା ସାନନ୍ଦରେ ଅର୍ପଣ କରୁଅଛନ୍ତି। ଆମ ପିତୃପୁରୁଷ ଆବ୍ରାହାମ, ଇସହାକ ଓ ଇସ୍ରାଏଲଙ୍କ ଈଶ୍ୱର ହେ ପ୍ରଭୁ, ଏପରି ସତ ଉଦ୍ଦେଶ୍ୟରେ ତଥା ମନୋଭାବ ସର୍ବଦା ତୁମ ସ୍ୱଜନମାନଙ୍କ ହୃଦୟରେ ରହିବାକୁ ଦିଅ। ସେମାନଙ୍କ ହୃଦୟକୁ ସର୍ବଦା ତୁମ ପାଖକୁ କଢ଼ାଇ ନିଅ। ମୋର ପୁତ୍ର ସଲୋମନ ଯେ ତୁମର ଆଜ୍ଞା, ପ୍ରମାଣ ତଥା ନିୟମାବଳୀକୁ ପୂର୍ଣ୍ଣ ହୃଦୟ ଦେଇ କାର୍ଯ୍ୟକାରୀ କରେ ଓ ଯାହା ପାଇଁ ମୁଁ ଏ ସମସ୍ତ ବସ୍ତୁ ପ୍ରସ୍ତୁତ କରିଅଛି, ସେହି ଆଳୟକୁ ସେ ଯେ ନିର୍ମାଣ କରେ, ସେଥିପାଇଁ ତାକୁ ଆଶୀଷ ଦାନ କର। ଏହାପରେ ଦାବୀଦ ସମସ୍ତ ଜନମଣ୍ଡଳୀକୁ କହିଲେ, ପ୍ରଭୁ ତୁମ ଈଶ୍ୱରଙ୍କୁ ପ୍ରଶଂସା କର। ସମସ୍ତ ଜନତା ପ୍ରଭୁ ସେମାନଙ୍କର ପିତୃପୁରୁଷମାନଙ୍କ ଈଶ୍ୱରଙ୍କ ପ୍ରଶଂସା କଲେ ଓ ନତମସ୍ତକ ହୋଇ ପ୍ରଭୁଙ୍କୁ ଆରାଧନା କଲେ। ସେମାନେ ରାଜାଙ୍କ ସମ୍ମୁଖରେ ମଧ୍ୟ ପ୍ରଣିପାତ କଲେ। ସଲୋମନଙ୍କ ସିଂହାସନାରୋହଣ ଓ ଦାବୀଦଙ୍କ ମୃତ୍ୟୁ। ଏହାପରେ ସେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କଲେ। ପରବର୍ତ୍ତୀ ଦିନ ସେମାନେ ପାନୀୟ ବଳି ସହ 1000 ବଳଦ, 1000 ପୁଙ୍ଗମେଷ ଓ 1000 ମେଷ ଶାବକକୁ ହୋମବଳି ରୂପେ ସମସ୍ତ ଇସ୍ରାଏଲ ନିମନ୍ତେ ଉତ୍ସର୍ଗ କଲେ। ସେହି ଦିନ ସେମାନେ ପ୍ରଭୁଙ୍କ ସନ୍ନିଧାନରେ ମହାନନ୍ଦରେ ଭୋଜନ ତଥା ପାନ କଲେ। ଦାବୀଦଙ୍କ ପୁତ୍ର ସଲୋମନଙ୍କୁ ସେମାନେ ପୁନର୍ବାର ଅଭିଷିକ୍ତ କଲେ। ସେମାନେ ତାଙ୍କୁ ପ୍ରଭୁଙ୍କ ନାମରେ ରାଜା ରୂପେ ଅଭିଷିକ୍ତ କଲେ ଓ ସାଦୋକଙ୍କୁ ଯାଜକ ରୂପେ ନିଯୁକ୍ତି କଲେ। ଏହିପରି ସଲୋମନ ନିଜ ପିତା ଦାବୀଦଙ୍କ ସ୍ଥାନରେ ପ୍ରଭୁଙ୍କ ସିଂହାସନରେ ଉପବିଷ୍ଟ ହେଲେ। ସେ ଐଶ୍ୱର୍ଯ୍ୟଶାଳୀ ହେଲେ ଓ ସମସ୍ତ ଇସ୍ରାଏଲ ତାଙ୍କର ଅନୁଗତ ହେଲା। ସମସ୍ତ ନେତା, ବୀର, ଯୋଦ୍ଧା ଏବଂ ରାଜା ଦାବୀଦଙ୍କ ପୁତ୍ରମାନେ ରାଜା ସଲୋମନଙ୍କ ନିକଟରେ ନିଜ ନିଜର ଆନୁଗତ୍ୟ ସମ୍ପର୍କରେ ଶପଥ ଗ୍ରହଣ କଲେ। ସମସ୍ତ ଇସ୍ରାଏଲ ସମ୍ମୁଖରେ ପ୍ରଭୁ ସଲୋମନଙ୍କୁ ଗୌରବାନ୍ୱିତ କଲେ ଓ
ଓ ତାଙ୍କୁ ଏପରି ପ୍ରତାପଶାଳୀ କଲେ ଯେ ତାଙ୍କର ପୂର୍ବବର୍ତ୍ତୀ ଇସ୍ରାଏଲର କୌଣସି ରାଜା ସେପରି ପ୍ରତାପବାନ ହୋଇନଥିଲେ। ଏହିପରି ଜେସେଙ୍କ ପୁତ୍ର ଦାବିଦ ସମଗ୍ର ଇସ୍ରାଏଲ ଉପରେ ରାଜୁତି କଲେ। ସେ ଇସ୍ରାଏଲ ଉପରେ 40 ବର୍ଷ ବ୍ୟାପୀ ରାଜତ୍ୱ କଲେ। ତନ୍ମଧ୍ୟରୁ 7 ବର୍ଷ ଧରି ହେବ୍ରୋନରେ ଓ 33 ବର୍ଷ ବ୍ୟାପୀ ଜେରୁସାଲେମରେ ସେ ରାଜା ହୋଇଥିଲେ। ଆୟୁଷ ସମ୍ପଦ ତଥା ସମ୍ମାନରେ ପରିପୂର୍ଣ୍ଣ ହୋଇ ସେ ବାର୍ଦ୍ଧକ୍ୟାବସ୍ଥାରେ ମୃତ୍ୟୁବରଣ କଲେ। ତାଙ୍କର ପୁତ୍ର ସଲୋମନ ତାଙ୍କ ସ୍ଥାନରେ ରାଜା ହେଲେ। ରାଜା ଦାବିଦଙ୍କ ଦ୍ୱାରା ସମ୍ପାଦିତ ସମସ୍ତ କାର୍ଯ୍ୟକଳାପ ଆଦ୍ୟରୁ ଅନ୍ତ ପର୍ଯ୍ୟନ୍ତ ଦୂରଦର୍ଶୀ ସାମୁଏଲ, ପ୍ରବକ୍ତା ନାଥାନ ଓ ଦୂରଦର୍ଶୀ ଗାଦଙ୍କ ଇତିବୃତ୍ତ ପୁସ୍ତକରେ ଲିପିବଦ୍ଧ। ରାଜା ଦାବିଦଙ୍କ ରାଜ୍ୟ ଶାସନ, ତାଙ୍କର ଶକ୍ତି, ତାଙ୍କର ଓ ଇସ୍ରାଏଲୀୟ ଜନତା ତଥା ସମୀପବର୍ତ୍ତୀ ଦେଶ ସମ୍ବନ୍ଧୀୟ ସମସ୍ତ ବିବରଣୀ ସେହି ଗ୍ରନ୍ଥଗୁଡ଼ିକରେ ରଚିତ ହୋଇ ରହିଅଛି।